हाय सांग माने रुह टिके रुह से कौन कहब हाँ कह कौन धरबी एटा कहून कौन कह हाय सांग माने कहीदे स्वागत करुच्ची आमर नुआ वीडियो को सकाळु सकाळु आपण माने कौन करूछंती तू एटी कौन करूछु टीवी देखुछु आ कौन करूछु टीवी देखुछु आ लॉलीपॉप खाउछु आ एटी कौन खाउछु चूड़ा गुंड खाउछु ना कोन तो किए खोई दे चूड़ा गुंड लो हाँ माँ टिके आई कालठू तो से बेसी फुले बेसी फुले ये लोकर देखते जिते देखियो पैंट सार्ट ना जार अच्छी दी चार खंड दान कर लोकड़ाक ये आम पढ़ा पिला सेठी आम पेसेंट हो ज्वर हो जाए दी जन ज्वर छाड़ा पुणी ताक ज्वर हो गला ये देखो आम बो बस जहाँ पीऊँ सकाल सकाल आम भारसज पुणी आसला कौन सकाल सकाल घर झलिया सब आसला सका जो खाइबापी 4टा बेले बसिक टिंडुल क्या सब आई हाँ तो बर्तमान चल मेडिकल हनी की नहीं बादाम पकड़ा जा सोमवार दिन परीक्षा बस पाठ पढ़ कहीं हल 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 ता देह भल ना जानी पारनु कौन कौन सब मेडिकल चलू सुहानी जो हनी की नहीं ना सुहानी जिद कर तू कौन जीवु मु नाना को लेकिन मेडिकल जाऊँ मेडिकल आसे देखुव हनीटा कते जोर ज्वर हो पूरा 103 टेम्परेचर अच्छी हनु उठ जा हनी उठ जा से ना मु नाना को सांग देखिए आने चलू मेडिकल हनी की नहीं ना जोर खरा हो आगे पड़ो आमर अयोध्या नगरी भुवनर आमरी बैच पिला माने ही कर 2012 आपण मान को मुझे देखेबी चलतु आग को स्टार्टिंग ही है यू स्टार्टिंग है गेट देखु आरंभ हो गला पिला माने धीरे शनिवार छुट्टी होगा स्कूल सब फेरुंट घर देखते सेपटे टी नजारा एत बढ़िया देखा आहरी भितर गले तो आहरी बढ़िया देखा बाहर तो देखुं दृश्य एमती भितर आहरी सुंदर देखिए केते दुकान बाजार पड़ी अयोध्या नगर भुवन परिवा मार्केट देखिले तो अयोध्या आगे आहरी भी गणेश ठाकुर अच्छा भुवन एटी गणेश ठाकुर होती दार्जिलिंग क्लब आम स्कूल मुझे पाठ पढ़ुली और मन पड़ानी पलि आसली कही देखे दी था गुपचुप देखिए खाइबा को इच्छा हो आज तो शनिवार आज खाई पारे ना
କି ଭିଡ଼। ସେ ବସିଛି ବସିଥାଉ ବସ। ବର୍ତ୍ତମାନ ଆମେ ଦେଖି ଆସି ସାରିଲୁଣି ହସ୍ପିଟାଲରୁ ଘରକୁ ଫେରୁଛୁ। ମାଟ୍ରିକ କଲା ବେଳକୁ ପନିପରିବା ଦ୍ୱାରା ନେଇକି ଯିବୁ, ଗଲେ ରୋଷେଇ ହେବ। ପରିବା ମାର୍କେଟରେ ବାବା ପରିବା କିଣୁଛନ୍ତି। ହନୁର ତାର ଏଠି ଠିଆ ବସିଛି। କୁଆଡ଼େ ଯାଇଥିଲୁ? ଅଜା ଘରକୁ ନା ଅଯୋଧ୍ୟା? ଅଯୋଧ୍ୟା ଯାଇଥିଲୁ? ଚନ୍ଦନ ମାରି ପୁରା ପଳେଇ ଆସିଛୁ। ମୁଣ୍ଡିଆ ମାଇଲୁ, ଠାକୁରଙ୍କୁ କ'ଣ ମାଗିଲୁ? ତୁ ଖାଲି ପଇସା ମାଗୁଛୁ ଦିନ ରାତି। ପଇସା ଆଣିଲେ କ'ଣ କରିବୁ? କ'ଣ କରିବୁ? କ'ଣ ଆଣିବୁ? ଖଟା ଆଣିବୁ? ପାଗଳ ହେଇଗଲୁ ତୁ। ଏଠି ଦେଖିଥିବେ ହନିର ଦେହ ଟିକେ ଭଲ ଲାଗିଲାରୁ ସେ ବର୍ତ୍ତମାନ ଉଠିକି ବସିଛି। ଟେଣ୍ଡୁର ତମେ ଏଠି କ'ଣ କରୁଛ? ଭିକ ମାଗୁଛୁ କିଲୋ? ହାଁ କ'ଣ କରୁଛୁ? କ'ଣ ଭୋଜି କରୁଛୁ? ସେ ତାର ଏଠି ଭୋଜି କରୁଛି। ଏଠି ଦେଖିଥିବେ ସିନି ତାର ଏଠି ବସିଛି। ସୋମବାର ଦିନ ପରୀକ୍ଷା, କିନ୍ତୁ ମହାରାଣୀ ବସି ଏଠି ଗୋଡ଼ ହାତ ହଲାଉଛନ୍ତି। ତୋର ତ ପରୀକ୍ଷା ଟାଇମ୍ରେ ଜ୍ୱରଟା ହେବା ତୋତେ ନିଶ୍ଚିନ୍ତ ଆଉ ନା କ'ଣ? କୋଉଟା ପରେ ନା ମାଆକୁ ଦେ ସେ ବାଗେଇ ଦେବ। ତୁ କୁଆଡ଼େ ଯିବୁ କହ? ଢେଙ୍କାନାଳ ଯିବୁ ନା ଅଜା ଘର ଯିବୁ? ସେ ଢେଙ୍କାନାଳ ପାଇଁ ପାଗଳ ହେଇଗଲାଣି। ତା ମା ଆସିଲା ପଟୁ ତା ମାଆକୁ ଟୋଟାଲି ଛାଡ଼ୁନି ଗୋଟେ ମିନିଟ୍ ବି। ସିଏ ବାବୁ ବାହାରିଲେ ଡ୍ୟୁଟି। କ'ଣ ହେଲା? ତୁ ଏଇଠି ବସିକି ବାପା ବାଏ କହୁଛୁ ନା? ନା ସେ କହିବନି, ତାର ଇଚ୍ଛା ନାହିଁ। ମା ଏଠି ସେ ମାଆକୁ ଛାଡ଼ି କୁଆଡ଼େ ଯିବ? ସେ ମାଆକୁ ଛାଡ଼ି କୁଆଡ଼େ ଯିବନି। ହଁ ହଁ ସେ ହଁ ଘରକୁ ନହେଲେ କାଠ ପୁରେଇ ପକା ପୁରା ନହେଲେ। ଟିଣ୍ଡୁଲୁ ତୋ ବାପା ପଳେଇଲେ ଡ୍ୟୁଟି। ହଁ 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 ଦେଖିଲି ଦେଖିଆ। ହଉ ମା ଆସିଲାରୁ ତ ଜ୍ୱର ଭଲ ହେଇଗଲା। ହଁ ଦେଖିଲି। ତୁ ମାଆକୁ କେମିତି ସରି କହୁଥିଲୁ କିଲୋ? କ'ଣ ପାଇଁ ସରି କହୁଥିଲୁ? ଯୋଉ କାଖ ହେଇଥିଲୁ ବୋଲି ମାଆକୁ ସରି କହୁଥିଲୁ? ଓହୋ କାହିଁ କାଖ ହଉଛୁ? ତୁ ତ ବୁଢ଼ୀଟେ ହେଲୁଣୁ, କାଖ କ'ଣ ପାଇଁ ହଉଛୁ? ଆଜି ଯାଇଥିଲୁ ଅଯୋଧ୍ୟା? ଯା ତାପରେ ନେସିକି ବସ। କାହିଁ ତମେ ଦୂରରେ ବସିଛ? ତୁ ନହେଲେ ପଳା ଉଠିକି। ହଁ ଦେଖୁଥିବ ସେ ଏଇଠି ବସିଥିଲା, ଉଠିକି ପଳେଇଲାଟି ତା ମା ପାଖକୁ। ତା ମାଆକୁ ସେ ଗୋଟେ ସେକେଣ୍ଡ ପାଇଁ ବି ଛାଡ଼ୁନି। ଏଠି ଦେଖନ୍ତୁ ଆମ ସୁହାନୀ ରାଧାରାଣୀ ବେଶ ହେଇଛି। ମୋତେ ଜିଦ୍ଦି କଲା ମାମା ମୋତେ ରାଧା କରିଦେ, ମୋତେ ରାଧା କରିଦେ। ତେଣୁକରି ମୁଁ ତାକୁ ଟିକେ ଏଠି ସଜ କରିଦେଇଥିଲି। ରାଧିକା ରାଣୀ ଟିକେ ଅନେଇଲ। ଓ ରାଧାରାଣୀ ଟିକେ ଅନା ଟିକେ ଇଆଡ଼େ। ଏଇଠି ଦେଖିଥିବେ ହନିର ଏପର୍ଯ୍ୟନ୍ତ ଦେହ କମିନି। ସେ ଶୋଇଛି ବର୍ତ୍ତମାନ ବି। ତା ଦେହରେ ଏପର୍ଯ୍ୟନ୍ତ ବି ଜ୍ୱର ଅଛି। କୋଉଦିନ? ବର୍ତ୍ତମାନ ହନିକି ଝାଡ଼ିକି ଧରିକି ଆସିଲି। ଆଉ କ'ଣ ଡରାଡରି କରିଥିବ ବୋଲି ଭାବିକି ମୋ ଭାଇ ସାଙ୍ଗରେ ଯାଉଥିଲି। ତ ଦେଖିପାରୁଥିବେ ଏଠି ଦେଖନ୍ତୁ ତା ଅବସ୍ଥା କେମିତି ହେଇଗଲାଣି ଜ୍ୱରରେ ପଡ଼ିକି। ତିନିଟାଙ୍କ ଛୁଆ ଘରେ ଜ୍ୱରରେ ପଡ଼ିଯାଇଛନ୍ତି। ତ ଭଲ ଲାଗୁନି, କାରଣ ଜଣଙ୍କ ପରେ ଜଣେ ଭଲ ହେଲା ପରେ ଜଣେ, ଜଣେ ଭଲ ହେଲା ପରେ ଜଣେ, ଏମିତି ଚାଲିଛି।
ସେଥିପାଇଁ ବାଧ୍ୟ ହେଇକି ଢେଙ୍କାନାଳରୁ ମୋ ଶାଶୁଙ୍କୁ ଡକେଇଥିଲି ତମେ ଆସ ଛୁଆଙ୍କ ଦେହ ଟିକେ ଭଲ ନାହିଁ ମୁଁ ସମ୍ଭାଳି ପାରୁନି ତ ତାପରେ ବି ଏଇଠି ଭୁବନରେ ଗଣେଶ ପୂଜା ହେଉଛି ଅଯୋଧ୍ୟା ହେଉଛି ଦେଖିକି ବୁଲି ବାଲିକି ତୁମେ ରହିକି କିଛି ଦିନ ରହିକି ଯିବ ଆଉ ତାଙ୍କୁ ଡାକିଦେଲି ସେଥିପାଇଁ ସେ ଆସିଥିଲେ। ଆକ୍ଚୁଆଲି ଆପଣମାନେ ଜାଣିନଥିବେ ମୁଁ ଆଗରୁ ଢେଙ୍କାନାଳରେ ରହୁଥିଲି ଏଇ ବର୍ଷେ ହେଲା ରିସେଣ୍ଟ ଏଠି ଆସିଛି ଭୁବନ ନିଜ ଘରକୁ ତ ମୋର କହିବାକୁ ଗଲେ ମ୍ୟାରେଜ୍ ପରଠୁ ହିଁ ମୁଁ ଢେଙ୍କାନାଳ ହିଁ ଥିଲି କହିବାକୁ ଗଲେ ତିନିଟାଙ୍କ ଝିଅ ହିଁ ମୋର ସେଇଠି ହିଁ ଜନ୍ମ ହୋଇଛନ୍ତି ଏଇ ବର୍ଷେ ହେବ ମୁଁ ଏଇଠିକି ଆସିଛି ତ ଧୀରେ ଧୀରେ ବି ଆପଣମାନେ ମୋ ବିଷୟରେ ଜାଣିବେ କିଛି ଜାଣିନଥିବେ ଏବେ ଜାଣିବେ ମୋ ବିଷୟରେ କିଛି ମୁଁ ପୁରୁଣା ବ୍ଲଗ୍ ଯେଉଁ ଚ୍ୟାନେଲ୍ ଥିଲା ସେଥିରେ ମୁଁ ସବୁ କିଛି ପ୍ରାୟ ଇଏ କରିଥିଲି କିନ୍ତୁ ଏଇଟାରେ କିଛି ଇଏ କରିନଥିଲି। ତା ମାଆ ସାଙ୍ଗରେ କ'ଣ ଯାଇଥିଲା ମୀନା ବଜାର ଯେଉଁ ଆମର ଅଯୋଧ୍ୟା ବୁଲିବାକୁ ଯାଇଥିଲା ସିନି କ'ଣ ସବୁ ଧରିକି ଆସିଛି କେତେ ଖେଳନା ସବୁ ଧରିକି ଆସିଛି ଚାଲନ୍ତୁ ଦେଖିବେ ସେ ଘରେ ତମର ପଢ଼ା ପିଲା ସେଇଠି ପାଠ ପଢ଼ୁଛି ଏଇଟା ହନିର ତା ଷ୍ଟାପ୍ଲରଟା ଏଇଠି ଦେଖିବେ ସେଇଠି ସବୁ ସୁହାନି ତାର ଆଣିକି ଆଖଡ଼ା ଜମେଇଛି ଖେଳନା କ'ଣ ଯାଇଥିଲେ ସବୁ ବୁଲିବାକୁ ଯାଇଥିଲା କ'ଣ ଧରିକି ସବୁ ଆସିଛି ଆଖଡ଼ା ଜମେଇଛି ଟିଣ୍ଡୁଲ ତ ସେଟା ସବୁ କିଏ ଆଣିଦେଲା ଲୋ ହଁ ଦେଖନ୍ତୁ ସେ ତାର ଏଠି ଦେଖେ ତ ରାଧିକା ବି ସେଠି ଦେଖେଇଦେଲୁ ଇସ୍ତି ହସିଦେଲୁ ଏଇଟା ତାର ଗ୍ୟାସ୍ ଆଣିଛି କଡ଼େଇ ତୁ କ'ଣ ରୋଷେଇ କରୁଛୁ କ'ଣ ମୋମୋସ୍ କରୁଛୁ ନା କ'ଣ ଓହୋ ଗୋଟେ କ'ଣ ଏଇଟା ଗୋଟେ ଧରିକି ଆଇଛି ପୁଣି ଏଇଟା ଗୋଟେ କ'ଣ ହାତୀଟା ଧରିକି ଆଇଛି ସେ ବାଜା ବଜାଉଛି ତ ଧରିକି ସବୁ ଖେଳନା ଧରିକି ଆଇଛି ଆଉ ଏଇଟା କ'ଣ କରିଦେଇ ସାରିଲିଣି ପା ତତେ ମାରି ଆସିବ ନା ଉଠ ଛାଡ଼େ ମୁଁ ମାରିଦେବି ଛାଡ଼େ ଏଇଟା ଆଉ ଗୋଟେ ରଖିଦେଇଥା ଗୋଟେ ସରିଲେ ଗୋଟେ ବାହାର କରିବୁ ଏଇଟା ତ ଜୋମେଟ୍ରି ବକ୍ସରେ ରଖିଦେଇଥା ଏଇଠି ବସିକି ଟିଣ୍ଡୁଲୁକୁ ଆଉ ହନି ବସିକି ଖେଳୁଛନ୍ତି ତାକୁ ଝାଡ଼ି ଟିକେ ଆଣିଲା ପରେ ସେଠି ଫ୍ରି ଅଛି ତ ବସିକି ଖେଳୁଛନ୍ତି ମୁଁ ସେଠି ସିନି ତାର ବସିକି ପାଠ ପଢ଼ୁଛି ବର୍ତ୍ତମାନ ମୁଁ ଚାଲି ରୁଟି ତରକାରୀ କରିବା ପାଇଁ ଟିଣ୍ଡୁଲ ଆଜି ରାତିରେ କ'ଣ ଖାଇବୁ ହଁ କ'ଣ କହୁଛୁ କହିଛୁ କ'ଣ କହିଛୁ ତୋର ଗୋଟେ ଫ୍ରିଜ୍ ଗୋଟେ ଛୋଟିଆ ଫ୍ରିଜ୍ଟେ ଆଣିଛି ସେଥିରେ କ'ଣ ମକା ଗୋଟେ ପୁରେଇଛି ପୁରେଇକି ରୋଷେଇ କରୁଛି ଏ ରାତିରେ ଇଟିଲି ତରକାରୀ ସାଙ୍ଗେ ଏଠି ଦେଖିପାରୁଥିବେ ହନିର ଦେହ ଏପର୍ଯ୍ୟନ୍ତ ବି କିଛି ଟିକେ ବି କମିନି ଯଦି ନ କମିଲା ଡକ୍ଟର କହିଛନ୍ତି ତାକୁ ଟିକେ ବ୍ଲଡ଼୍ ଟେଷ୍ଟ କରିବା ପାଇଁ ତ ଯଦି ନ କମିଲା କାଲି ତାକୁ ବ୍ଲଡ଼୍ ଟେଷ୍ଟ କରିବାକୁ ନେଇକି ଯିବୁ ମୁହଁଟା କେତେ ଶୁଖିଯାଇଛି କେତେ ଆକ୍ଟିଭ୍ ପିଲା ମୋର ଇଏ ସବୁଠାରୁ କିନ୍ତୁ ଇଏ ପୁରା ମାନ୍ଦା ହେଇକି ପଡ଼ିଯାଇଛି ସେଥିପାଇଁ ଟିକେ ମନଟା ଭଲ ଲାଗୁନି ବୋଲି ବି ଭିଡ଼ିଓ ତ ଛାଡ଼ି ପାରୁନି ଏରା ତମେ ଆଣିବ ମୀନା ବଜାରର ଷ୍ଟାପ୍ଲର କ'ଣ କାମ ଦେବ ବଡ଼ ଷ୍ଟାପ୍ଲର ଅଛି ମାନ ବଡ଼ରେ ଅଛି ଆଉ ତ ଛୋଟିଆ ଖାତା କରିବୁ ମୁଁ ତତେ ଦେବି ପାଠ ପଢ଼ ବସିକି ସେ କିଏ ଟିଣ୍ଡୁଲ ସେ କିଏ ସେ କିଏ ଲୋ ମା ପାଗଳ କରିସାରିଲୁଣୁ ତାହେଲେ ତତେ ମୁଁ ଏମିତି ନଙ୍ଗୁ କରି ପାଗଳ କରିବି ଆଜି କଣ୍ଢେଇ କିଣିକି ଆଣୁ ତା ଅବସ୍ଥା ପୁରା 12 ବଜେଇ ସାରିଲାଣି ତା ବାପା ତ ଯାଇଛନ୍ତି ବର୍ତ୍ତମାନ ଡ୍ୟୁଟି ବାପା ତ ଯାଇଛନ୍ତି ଡ୍ୟୁଟି ବର୍ତ୍ତମାନ ଆସିନାହାନ୍ତି ସେ ଆସିଲା ବେଳକୁ ରାତି 11ଟା ହେବ ଭିଡ଼ିଓ କରିକି ମାମା ପଠେଇଦେବ ସୁହାନୀ କି ଯେ ବିଚାରି କହିଦେବ ସୁହାନୀରେ ସଇଲା ନା ସୁହାନୀ ବିଚାର ତ କିଛି ନାହିଁ ଚାଲିଛି ଦି ଜଣଙ୍କର ଯୁଦ୍ଧ ଚାଲିଛି ହନି ଆଇଲା ସେ ନହେଲେ ହନି ସାଙ୍ଗରେ ସବୁବେଳେ ଝଗଡ଼ା ଲାଗେ ତା ଦେହ ତ କ'ଣ ହେଉଛି ସେ ପଡ଼ିଛି ସେମାନେ ଦି ଜଣ ଡାକୁଛନ୍ତି ଝିଅ ନାନା ବହି ଛିଣ୍ଡିବ ମୁଁ ଲଡ଼ୁ ଖାଇବିନି ଆଉ ତ କିଛି ଆଜି ଭିଡ଼ିଓ ଇଏ କରିପାରୁନି ତ ଏତିକିରେ ଆମ ବ୍ଲଗ୍ଟି ଆଜି ଶେଷ କରୁଛୁ ରହିଲୁ ବାଏ କହିଦେ ବିଚାରିଟା କହିପାରୁନି ବିଚାରିଟା ରହିଲୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଲାଇକ୍ କରିବ ସେୟାର କରିବ ଆଉ ପ୍ଲିଜ୍ ଯେହେତୁ ମୁଁ ନୂଆ ବ୍ଲଗ୍ କରୁଛି ମୋତେ ଟିକେ ସପୋର୍ଟ ଦରକାର ସପୋର୍ଟ କରିବେ ରହିଲି ବାଏ।